ଆଜି ଆମ କଲେଜରେ କାଇଟ୍ ଉଡ଼ା ଗଲା ତ ମୁଁ ହଉଛି ଟି ସମୀର ୱେଲକମ୍ ଟୁ ମାଇ ମିନି ବ୍ଲଗ ସିରିଜ। ତ ମୁଁ ସକାଳୁ ସକାଳୁ ବାହାରି ଯାଇଥିଲି କଲେଜକୁ। କଲେଜରେ ପହଞ୍ଚିଲା ବେଳକୁ ଏମିତି କଣ ଅବସ୍ଥା ଥିଲା, କାରଣ ଆଜି ଆମ କଲେଜ ଥିଲା ଏକ୍ଜାମ। ତ ଏକ୍ଜାମ ଥିଲା ମାନେ ତ ସବୁ ପିଲାମାନେ ଟିକେ ପ୍ରିପାରେସନ ହବା ଦରକାର। ତ ପ୍ରିପାରେସନ ହେଇକି ଏକ୍ଜାମ ଟା ଦେଇକି ମୁଁ ଟିକେ ବାହାରକୁ ପଳେଇ ଆସିଲି ଷ୍ଟାଇଲ ମାରିବା ପାଇଁ। ତ ଷ୍ଟାଇଲ ନ ମାରିଲେ କଣ ହବ, ୟାକୁ ଦେଖିଲି ଏ କଣ ଏମିତି ହଉଛି। ଏକ୍ଜାମ ଟା ଦେଇକି ତ ମୁଁ ପଳେଇ ଆସିଲି ବାହାରକୁ। ତ ବାହାରକୁ ଟିକେ ବକ୍ଚୁଦି କଲି, ତ ବକ୍ଚୁଦି କରି ତ ମୋ କାମ। ତାପରେ ମୁଁ ଟିକେ ଦେଖିଲି ବାହାରେ ତ ସିଷ୍ଟମ ପୁରା ହ୍ୟାଙ୍ଗ। ତ କାହିଁକି ହ୍ୟାଙ୍ଗ, ଆଜି ଥିଲା ଆମ କଲେଜରେ କାଇଟ୍ ଉଡ଼ା କମ୍ପିଟିସନ। ତ କାଇଟ୍ ଉଡ଼ା କମ୍ପିଟିସନ ଅଛି ମାନେ ତ ଆମ ଗ୍ରୁପ ଟା ଭାଗ ନେଇଥିଲା। ତ ଆମ ଗ୍ରୁପ ଭାଗ ନେଇଥିଲା ମାନେ ଆମେ ଟିକେ ଷ୍ଟାଇଲ ମାରିଦେଲୁ। ଟିକେ ଷ୍ଟାଇଲ ନ ମାରିଲେ କଣ ହବ, ସାଙ୍ଗ ତାକୁ ଧରିକି ଟିକେ ଷ୍ଟାଇଲ ମାରିଥିଲା। ତ ମୁଁ ତାକୁ କହିଲି ଆରେ ତୁ ବି ତା ସହିତ ଉଡିଯିବୁ। ତାପରେ ମୁଁ ଟିକେ ଆମ ପିଲାମାନେ ବାନ୍ଧାବନ୍ଧି କଲୁ। ତାପରେ ଆମେ ଉଡେଇଲୁ କାଇଟ୍ କୁ। ତ କାଇଟ୍ ଆମର ସବୁଠୁ ହାଏଷ୍ଟ ଉଡିଲା। ତାପରେ ମୁଁ ଟିକେ ଷ୍ଟାଇଲ ନ ମାରିଲେ କଣ ହବ, ଆରେ ଏ କଣ ଏମିତି ଡିଷ୍ଟର୍ବ କରୁଛି। ଗାଇଜ ଦେଖିପାରିବେ ଆମ ପିଲାଙ୍କର କାଇଟ୍ ପୁରା ବହୁତ ଉପରକୁ ଉଡି ସାରିଲାଣି। କୋଉ ପିଲାଙ୍କର ବି ସେ ଭରା ଉଡିନି। ଆମ ପିଲା ବର୍ତ୍ତମାନ ଟପ ରେ ବର୍ତ୍ତମାନ ଅଛନ୍ତି। ଗେମ୍ ଷ୍ଟାର୍ଟ ହବା ପୂର୍ବରୁ ଦେଖାଯାଉନି ଗାଇସ୍, ଦେଖାଯାଉନି କିଛି, ଦେଖାଯାଉନି ଟୋଟାଲି କିଛି ଦେଖାଯାଉନି। ଖରା ଏତେ ହଉଛି ଦେଖାଯାଉନି। ବହୁତ ହାଇଟ୍ ରେ ଅଛି ବର୍ତ୍ତମାନ। କୋଉ ପିଲାଙ୍କର ବି ଯାଇନି। ତାପରେ ଆମେ ଟିକେ ମାହୋଲ ଟାକୁ ଆମର ଟିକେ ଏନ୍ଜୟ କଲୁ। ତାପରେ ଆମେ କଲେଜ ଭିତରକୁ ଆସିଲୁ। ତ କଲେଜ କ୍ୟାମ୍ପସ ଭିତରକୁ ଆସୁ ଆସୁ ଆମକୁ ଦେଲେ ଯାଉ। ତ ଯାଉ ଯୋଉମାନେ ଖାଇଛ କମେଣ୍ଟ ଜଣା। ମୁଁ ଖାଇ ଦେଇକି ଆସିଲି ଭାରି ହଷ୍ଟେଲକୁ। ତ ଯୋଉମାନଙ୍କୁ ବ୍ଲଗ ଟି ଭଲ ଲାଇକ୍ କମେଣ୍ଟ ସେୟାର ଏଇଠି କରିଦେବେ।